ଓଡ଼ିଆ ସଙ୍ଗୀତାନୁରାଗୀ ସୁଧୀ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ପଦାବଳୀ ସାହିତ୍ୟ ଓଡ଼ିଆ ସାହିତ୍ୟର ରୀତିକାବ୍ୟ ବା ରୀତିକାବ୍ୟର ଅନ୍ତିମ ଶେଷ ଭାଗରେ ଯେଉଁ କବିମାନେ ସବୁ ଆସିଲେ ଆପଣମାନେ ଜାଣିଛନ୍ତି, ତାକୁ ପଦାବଳୀ ସାହିତ୍ୟ ଯୁଗ କୁହାଯାଏ। ରୀତି ଯୁଗର ଅସ୍ତ ହୋଇଯିବା ପରେ ତାପରେ କାବ୍ୟ ଯୁଗ ଅବସାନ ପରେ ଯେଉଁ ଯୁଗଟି ଆସିଲା ସଙ୍ଗୀତମୟ ଯୁଗ ବା ଗୀତିଧର୍ମୀ କବିତା ଗୁଡ଼ିଏ ସବୁ ଆଲୋଚନା ହେଲା। ବିଶେଷତଃ ରାଧାକୃଷ୍ଣଙ୍କର ପ୍ରେମ ରସ, ତାଙ୍କର ବିରହ, ମାନ, ଅନୁରାଗ, ବିରାଗ ଏବଂ ବିଭିନ୍ନ ପ୍ରକାର ଚିନ୍ତା ଚେତନାକୁ ନେଇକରି କବି ଗୋପାଳକୃଷ୍ଣ, କବି ବନମାଳୀ, କବି ଗୌରଚରଣ ଏବଂ କବି ସୂର୍ଯ୍ୟ ବଳଦେବ ରଥ ପ୍ରଭୃତି ଯେତେ ସବୁ କବି ଥିଲେ ଆଜ୍ଞା, ସବୁ ପ୍ରାୟ ରାଧାକୃଷ୍ଣ ପ୍ରେମ ରସରେ ଜଡ଼ି ତାଙ୍କର ହୃଦୟ ଜର୍ଜରିତ ହୋଇଛି ଏବଂ ସେ ହୃଦୟରୁ ରାଧାକୃଷ୍ଣଙ୍କର ପ୍ରେମ ରସ ପରିପୂର୍ଣ୍ଣ କବିତା ଗୁଡ଼ିକ ଅତି ସୁନ୍ଦର ଭାବରେ ଶହ ଶହ କବିତା ସେମାନେ ରଚନା କରିଛନ୍ତି। ଆସନ୍ତୁ କବି ବନମାଳୀ ସେଇଥିରୁ ଅନ୍ୟତମ କବି, ମୁଁ କବି ବନମାଳୀଙ୍କର କବିତା ଅନେକ ଛାଡ଼ିଛି, ଆପଣମାନେ ଶୁଣିଛନ୍ତି। ଆଉ ଶ୍ରୋତା ବନ୍ଧୁମାନଙ୍କୁ ପୁଣି ଆଉଥରେ ତାଙ୍କର ଅନୁରୋଧ ରକ୍ଷା କରି ସେହି କବି ଲୋକପ୍ରିୟ କବି ବନମାଳୀ, ଦାସ କହିଲେ ଆଜ୍ଞା କେହି ବୁଝିବେନି, କବି ବନମାଳୀ। ଯେମିତି ଗୋପାଳକୃଷ୍ଣ ପଟ୍ଟନାୟକ କହିଲେ କେହି ବୁଝିବେନି, କବି ଗୋପାଳକୃଷ୍ଣ। ସେମିତି କବି ବନମାଳୀଙ୍କର ଲୋକପ୍ରିୟ ଗୋଟିଏ ସଙ୍ଗୀତ ବା ଗୀତ ଆଉ ସଖୀ ପ୍ରତି ଶ୍ରୀରାଧା। ସଖୀ ପ୍ରତି ଶ୍ରୀରାଧା, ରାଧାରାଣୀ ସଖୀକୁ କ'ଣ କହୁଛନ୍ତି ଶ୍ରୀକୃଷ୍ଣଙ୍କ ବିଷୟରେ। ଏ କବିତାଟିର ଶୀର୍ଷକ ହେଉଛି ବିରହାନୁଚିନ୍ତା ବା ବିରହାନୁରାଗ। ବିରହ, ଶ୍ରୀକୃଷ୍ଣଙ୍କର ବିରହରେ ବା ଶ୍ରୀକୃଷ୍ଣଙ୍କର ବିଚ୍ଛେଦରେ ଆଉ ରାଧାରାଣୀ କିଭଳି ମର୍ମାହତ ହୋଇଯାଇଛନ୍ତି, ବିବ୍ରତ ହୋଇଛନ୍ତି ଏବଂ ତାଙ୍କର ସଖୀ ଆଗରେ ନିଜର ହୃଦୟର କୋହକୁ, ଭାବକୁ କିଭଳି ଭାବରେ ବ୍ୟକ୍ତ କରିଛନ୍ତି। ଆସନ୍ତୁ କବି ବନମାଳୀ ଆଉ କ'ଣ ଲେଖିଛନ୍ତି ତତ୍ ସମ୍ପର୍କରେ ଆଲୋଚନା କରିବା। ଆଉ ବିଶେଷ ବନମାଳୀଙ୍କର ଉପରେ ଆଲୋଚନା ନହେଲେ ଆପଣମାନେ ତ ଶୁଣିଛନ୍ତି, ଆଉ ଆଲୋଚନା ଲଗେ ଆସନ୍ତୁ ତାଙ୍କର କବିତା ଉପରକୁ ଯିବା। ଏଇ ସଖୀ ପ୍ରତି ଶ୍ରୀରାଧା କ'ଣ କହୁଛନ୍ତି, ତାଙ୍କର ଯେଉଁ ଅଷ୍ଟ ସଖୀ ସେମାନେ ହେଉଛନ୍ତି ପ୍ରିୟ ସଖୀ। ଲଳିତା, ବିଶାଖା, ଅନୁରାଧା, ଇନ୍ଦୁରେଖା, କୁନ୍ଦରେଖା ଏଇଭଳି ସବୁ ଯେଉଁ ନାମକରଣ ହେଇଛି ଅଷ୍ଟ ସଖୀ, ତା ଭିତରୁ କୌଣସି ଗୋଟିଏ ସଖୀକୁ କବି କହୁଛନ୍ତି, ରାଧାରାଣୀ କହୁଛନ୍ତି ନିଜ ହୃଦୟର ଭାବ ଶ୍ରୀକୃଷ୍ଣଙ୍କ ବିଷୟରେ ବା ତାଙ୍କର ବିଚ୍ଛେଦରେ ମୋର କ'ଣ ଅବସ୍ଥା ହେଇଛି। ଆସନ୍ତୁ ଶୁଣିବା କବି ବନମାଳୀଙ୍କର ଏହି କବିତାଟି। ସଖୀ ଗୋ ତୋର ଧରୁଛି କର, ସଖୀ ଗୋ ତୋର ଧରୁଛି କର। କେହି କେହି ସଜନୀ ବୋଲି ମଧ୍ୟ କହନ୍ତି, ସଖୀ ଏକା କଥା। ସଖୀ ଗୋ ତୋର ଧରୁଛି କର, ଆଣିଦିଅ ମୋତେ ଶ୍ୟାମ ନାଗର, ଆଣିଦିଅ ମୋତେ ଶ୍ୟାମ ସୁନ୍ଦର। ସଖୀ ଗୋ ତୋର ଧରୁଛି କର, ସଖୀ ଗୋ ତୋର ଧରୁଛି କର। କାହିଁକି କର ଧରିବା ପାଇଁ ବ୍ୟବହାର ହେଉଛନ୍ତି? ତୋ ହାତକୁ ମୁଁ ଧରୁଛି। ରାଧାରାଣୀ ଏତେ ବ୍ୟସ୍ତ ବିବ୍ରତ ହୋଇଯାଇଛନ୍ତି ଶ୍ୟାମନାଗରଙ୍କର ବିରହରେ ବା ବିଚ୍ଛେଦରେ ଯେ କହୁଛନ୍ତି ସଖୀ ଗୋ ତୋର ଧରୁଛି କର, ଆଣିଦିଅ ମୋତେ ଶ୍ୟାମ ସୁନ୍ଦର। ମୋତେ ସେ ଶ୍ୟାମ ସୁନ୍ଦରଙ୍କୁ ବର୍ତ୍ତମାନ ଯେମିତି ହେଲେ ଯେଉଁ ଉପାୟ କରିକିରି ତୁ ତାଙ୍କୁ ମୋ ପାଖକୁ ନେଇ ଆସେ। ଏଇଭଳି ଭାବରେ କବି ବନମାଳୀ କବିତାଟି ଆରମ୍ଭ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ପଦରେ କ'ଣ ଆଉ ଏ କବିତାରେ ଲେଖିଛନ୍ତି ଆସନ୍ତୁ ଶୁଣିବା। ଯେଣେ ଚାହିଁ ଦେଲେ ସେଣେ ବେଣୁଧର, ଯେଣେ ଚାହିଁ ଦେଲେ ସେ ବେଣୁଧର। ଦିଶି ଯାଉଛନ୍ତି ଏକି ହୁନ୍ଦର, ଯେଣେ ଚାହିଁ ଦେଲେ ସେ ବେଣୁଧର। ଦିଶି ଯାଉଛନ୍ତି ଏକି ହୁନ୍ଦର। ଆରେ ଇଏ କି ହଟଚମଟ କଥା। ମୁଁ ଯୁଆଡ଼େ ଚାହୁଁଛି, ଯେଉଁ ଦିଗକୁ ଚାହୁଁଛି, ଆଗକୁ ପଛକୁ
पूर्व हो कि पश्चिम हो कि उत्तर हो कि दक्षिण हो कि 10 दिग को ऊर्ध्व हो कि अध मु जुआड़े चाहिए केवल से श्यामनागर को ही देखुची। ये कि प्रकार सुंदर अर्थात ये कौन ये गोटे इंद्रजाल कि विद्या कि अरे जो आड़े मुझे चाहिए से श्यामनागर को देखुची। तेणु उपाय न थाई कवि पुणी कहते बनवाड़ी राधाराणी मुखरे ये हे सखी तू जमती हो से श्यामनागर को बा से श्याम सुंदर को मो पाखक आनीदे कहीं ना मु जुआड़े चाहूँगी से दिगरे मत श्याम सुंदर ही केवल देखा आउ कवि पुणी अति चमत्कार भाव में अति सरल सावलील शब्दावली मध्य राधांकर जो हृदय वार्ता को सखी आगे प्रकाश कर अति चमत्कार है। पुणी कवि कहते जानती कि से मोहिनी मंतर जानती से कि मोहिनी मंतर निरंतरे नेत्रे कले तो घर निरंतरे नेत्रे कले तो घर सखी गो तोर धरुछि कर हे सखी तोर कर मु धरुछि तोर हाथ धरुछि विनय अनुनय विनय होकर क्या आम कहने क्या मिनती अनुनय विनय होकर राधाराणी सखी की कहते तू जमीती हो जो उपाय हो बर्तमान आउ काल विलंब न करी यथाशीघ्र श्यामनागर को मो पाखे बा मो कुंजरे बा मो फूल प्रवेश करा कहीं से कि मोहन मंत्र जानी मु जानीपारे कौन से मोहन मंत्र बा कुहुक विद्या से जानी आउ निरंतरे नेत्रे 10 दिगरे तो जो दिग को चाहिए सी देखा फिर मोर नेत्र रे सत्य जमी बसा बांधी घर कर रही देखो के सुंदर भाव कथा कहुई निरंतरे नेत्रे कले तो घर मु जुआड़े देखुची सत्य जमी मो आखिरे नेत्र कौन से घर कर अरे मुझे देखुची जुआड़े देखुची मो आखि पलक फिटिवा मात्र के मु श्याम सुंदर को देखुची तेणु कि सुंदर बा कि कुहुक मंत्र से जानी माया यो श्यामनागर तू यथाशीघ्र मु तोते जोड़ हस्त होकर अनुनय विनय होकर कहूँ रे सखी बा हे सखी तू मत यथाशीघ्र आनीदे कवि पुणी कहते अंतरे बाहारे से चित चोर अंतरे बाहारे से चित चोर इंद्रजाल परी मुते गोचर इंद्रजाल परी मुते गोचर सखी गो तोर धरुछि कर इंद्रजाल परी मत गोचर होची इंद्रजाल जमी इंद्रजाल विद्या वा कुहुक दिखाई जाए आम देखीचे इंद्रजाल जमी माया विस्तार करिक आज्ञा इंद्रजाल विद्या वा कुहुक विद्या देखाए सी जड़े बड़ कुहुक विद्या विशारद बोधे आउ कौटू से गारुड़ी मंत्र बा से कुहुक विद्या कौटू शिखिक आसी निरंतर मो नेत्र मत 10 दिगरे मु जुआड़े देखले से ही ठिया होती मो नेत्र सते से घर कर अंतरे बाहर से चित्त चोर से मोर मन को जी चोरी कर से चित्त चोर शब्द देले चित्त चोर जे भाव विनोदिया श्यामनागर ये मोर चित्त वा मोर मन को खाली तो मन नुहे मन देह को प्राण को से मोर कबलित कर जो चित्त चोर सी अंतर अच्छा बाहर मुझे चारि भितर देखुची एवं बाहर देखुची सबु स्थान में देखुची अथच मो पाक सी आसुना कुहुक विद्या कला भाई इंद्रजालिकर विद्या जमी आज्ञा सत नुहे अरे सबुबले देखुची सबु स्थान में देखुची अथच मो पाखे सी ना तेणु यही जो श्यामनागर जार प्रेम मु वर्तमान अंतर्दाह मोर होची काम बाण रे जर्जरित होची रे सखी तू मो हाथ जोड़ुची अनुनय विनय होकर कहूँ यथाशीघ्र नहीं कवि पुणी कहते कि करिबी सखी उपाय कर कि करिबी सखी उपाय कर दियो किबा प्रीति छड़ा मंतर दियो किबा प्रीति छड़ा मंतर सखी गो तोर धरुछि कर रे सखी पुणी कवि बनवाड़ी कहते राधाराणी मुखरे रे सखी आउ कि करी सखी मोर आउ परिवार किसी ना कि मत कि बुद्धि बाट दुसुनी आ मोर समस्त बुद्धि बणा हो जाए
ମୋତେ କିଛି ଉପାୟ ଦିଶୁନି ୟାର ପ୍ରତିକାର କ'ଣ ହେଇପାରେ। ମୁଁ କିଛି ଉପାୟ ବି କରିବାର ଚିନ୍ତା ବି କରୁନି, ବାଟ ଖୋଜିକିରି ଯେତେ ଯାହା କଲେ ମଧ୍ୟ ମୁଁ ପାଇପାରୁନି। ଏଇଭଳି ଅବସ୍ଥା ମୋର ବର୍ତ୍ତମାନ ହେଇଛି। ତେଣୁ ହେଇ ସଖୀ, ତୁ ଯଦି କିଛି ଜାଣିଛୁ ତାହେଲେ କିଛି ଉପାୟ କରେ, ଏବଂ ଯଦି ଉପାୟ କରିପାରୁନୁ, ଉପାୟ ଶୂନ୍ୟ ବୋଲି କହିବୁ, ତାହେଲେ ପ୍ରୀତି ଛଡ଼ା ମନ୍ତ୍ର ମୋତେ ଶିଖ। ଏ ପ୍ରୀତି ଛଡ଼ା ମନ୍ତ୍ର କ'ଣ କଲେ ମୁଁ ଆଉ ଶ୍ୟାମନାଗରଙ୍କୁ ଭୁଲିଯିବି। ଏଇ ପ୍ରୀତି ଛଡ଼ା ମନ୍ତ୍ରକୁ ତୁ ମଧ୍ୟ ମୋତେ ଦିଅ। ଯଦି ଜାଣିଛୁ ତାହେଲେ ମୁଁ ତାଙ୍କୁ ଭୁଲିଯିବି। ତେଣୁ ହେ ସଖୀ, ପୁଣି ରାଧାରାଣୀ କହୁଛନ୍ତି, ରେ ସଖୀ, ଯଦି ତୁ କିଛି ଜାଣିଛୁ ମୋତେ ସେ ମନ୍ତ୍ରଟି ଦେ। ଆଉ ଗୋପନରେ ନ ରଖି ସେ ମନ୍ତ୍ର ବା ଯଦି କିଛି ଜାଣିଛୁ ପ୍ରୀତି କ'ଣ କଲେ ମଣିଷ ପ୍ରେମକୁ ଭୁଲିଯିବ। ଆରେ ପ୍ରେମକୁ କେବେ ଭୁଲିପାରେ? ଫେରେ ରାଧା କୃଷ୍ଣଙ୍କର ଯେଉଁ ପ୍ରେମ, ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି ବୋଲି ଯାହା ବିଧ ଚିନ୍ତାମଣିକାର ଅଭିମନ୍ୟୁ ସାମନ୍ତ ସିଂହାର କହିଛନ୍ତି। ଆଉ ଏଇଭଳି ରାଧାରାଣୀ କିନ୍ତୁ କବିର କଳ୍ପନା ନା, କବି ବନମାଳୀ ଦାସ ଚମତ୍କାର ଭାବରେ ମୁଁ କହିଲି କାନ୍ତ କୋମଳ ପଦାବଳୀ ଶବ୍ଦାବଳୀ ଆଉ ମାଧୁର୍ଯ୍ୟ ବ୍ୟଞ୍ଜକ ଶବ୍ଦ ଦେଇକିରି ସୁନ୍ଦର ସରଳ ସାବଲୀଳ ଛନ୍ଦରେ ଏହି ଶବ୍ଦ ସଂଯୋଜନା କରି ଆଉ ରାଧାକୃଷ୍ଣ ପ୍ରେମର ବା ରାଧାରାଣୀଙ୍କର ବିରହ ଭାବନାକୁ, ବିରହାନୁଚିନ୍ତାକୁ ଆହୁରି ତୀବ୍ର କରି ଦେଇଛନ୍ତି। ଆସନ୍ତୁ ପରବର୍ତ୍ତୀ ଉପସଂହାରରେ, ଏଇ କବିତାର ଉପସଂହାରରେ କବି ରାଧାରାଣୀଙ୍କ ମୁଖରେ ସଖିକି କ'ଣ କହିଛନ୍ତି ଆସନ୍ତୁ ଶୁଣିବା। ବନମାଳୀ ବୋଲେ ଚିନ୍ତା ନ କର, ବନମାଳୀ ବୋଲେ ଚିନ୍ତା ନ କର, ଅବଶ୍ୟ ଆସିବେ ମୁରଲୀଧର। ବନମାଳୀ ବୋଲେ ଚିନ୍ତା ନ କର, ଅବଶ୍ୟ ଆସିବେ ମୁରଲୀଧର। ସଖୀ ଗୋ ତୋର ଧରୁଛି କର, ଆଣିଦିଅ ମୋରେ ଶ୍ୟାମ ସୁନ୍ଦର। ମୋତେ ଶ୍ୟାମ ସୁନ୍ଦର ଆଣିଦିଅ ପଦର ରହିଲା ଘୋଷା ପଦ। ତେଣୁ ବନମାଳୀ ତାକୁ ଚାହିଁକିରି ଉପସଂହାର ମଧ୍ୟ କବିତାଟି ଅତି ସୁନ୍ଦର ଭାବରେ କରିଛନ୍ତି। ଇଏ ରାଧାରାଣୀଙ୍କର ଏହିପରି ବିଭ୍ରମ ଅବସ୍ଥା ଦେଖିକିରି ଆଉ ନିଜେ କବି ବନମାଳୀ, ବୈଷ୍ଣବ କବି ବନମାଳୀ କହୁଛନ୍ତି, ବନମାଳୀ ବୋଲେ ଚିନ୍ତା ନ କର। ହେ ରାଧେ, ଆଉ ହେ ରାସେଶ୍ୱରୀ, ହେ ରାଧାରାଣୀ, ଆଉ ଏଥିରେ ଭାବନା କରନି, ଚିନ୍ତା ବି କରନି। ତୁମେ ଯେଉଁପରି ଭାବରେ ବିବ୍ରତ ହେଇଛ ଏବଂ ବିଭ୍ରମ ଅବସ୍ଥା ହେଇଛି, ବିରହାନୁଚିନ୍ତାରେ ଜର୍ଜରିତ ହେଇଛ, ଅବଶ୍ୟ ତାର ସମାଧାନ ହେଇଯିବ ଅତି ଶୀଘ୍ର। ଆଉ ଏତିକି, ଆଉ ଚିନ୍ତା ନ କର, ଅବଶ୍ୟ ଆସିବେ ମୁରଲୀଧର। ତୁମେ ଯାହା ଭାବନାରେ ବର୍ତ୍ତମାନ ଭାବିତ ହେଇକିରି ରହିଛ, ଅବଶ୍ୟ ସେହି ଶ୍ୟାମନାଗର, ସେହି ମୁରଲୀଧର, ସେହି ବେଣୁଧର, ସେହି ଶ୍ୟାମ ସୁନ୍ଦର, ସେହି ବ୍ରଜ ସୁନ୍ଦର ଅବଶ୍ୟ ଆସିକରି ପହଞ୍ଚିବେ। ଆଉ ଏତେ ଆଉ ଚିନ୍ତାରେ ଆଉ ବୁଡ଼ି ଯାଅନି ବା ମର୍ମାହତ ହେଇଯାଅନି। ଆଉ ସଖୀ ଆଗରେ ଯେଉଁ ଆଖିରୁ ଲୁହ ଝରେଇକିରି ହାତ ଯୋଡ଼ିକି ଅନୁନୟ ବିନୟ କରୁଛ, ଅବଶ୍ୟ ଏହାର ଅବସାନ ଘଟିବ ଏବଂ ନିଶ୍ଚିତ ଭାବରେ ତୁମର ଇପ୍ସିତ ନାଗର ଶ୍ୟାମ ନାଗର ଆସିବ ଏବଂ ମିଳିତ ହେବ। ଏହା କହିକିରି କବି ଚମତ୍କାର ଭାବରେ ରାଧାରାଣୀଙ୍କର ହୃଦୟର ସତେ ଯେମିତି ଅବ୍ୟକ୍ତ ଭାଷାକୁ ଜାଣିଛନ୍ତି ଏବଂ ତା ଅନୁସାରେ ମଧ୍ୟ ଚିନ୍ତା କରି ପଦଟି ଉପସଂହାର କରିଛନ୍ତି। ଅବଶ୍ୟ ଆସିବେ ମୁରଲୀଧର। ତେଣୁ ଏହିପରି ଭାବରେ ବୈଷ୍ଣବ ପଦାବଳୀ ସାହିତ୍ୟରେ ଏଇଭଳି ଅନେକ କବିତା, ଶହ ଶହ କବିତା କବିମାନେ ଲେଖିଛନ୍ତି। ଏହାର ପରବର୍ତ୍ତୀ ସମୟ ମିଳିଲେ ଆଉ ଯେଉଁମାନେ ଅଛନ୍ତି, ଗୋପାଳକୃଷ୍ଣ, ଗୌରହରି, ଗୌରଚରଣ, କବି ସୂର୍ଯ୍ୟଙ୍କର ପ୍ରଭୃତି, ଏ ରାଧାକୃଷ୍ଣ ପ୍ରେମର ଆଶ୍ରିତ ସଙ୍ଗୀତ ବା ପଦାବଳୀ ଆଲୋଚନା କରିବା। ଆଜି ଏତିକି, ନମସ୍କାର।